ଲେଖକ ପୂର୍ଣ୍ଣଚନ୍ଦ୍ର ବହଳି। ଗଳ୍ପଟିର ନାଁ ହେଲା ଅବ୍ୟକ୍ତ ଯନ୍ତ୍ରଣା। ରାଜରାସ୍ତାର ଦୁଇ ପାର୍ଶ୍ୱରେ ପାହାଡ଼ ଓ ଘନ ଜଙ୍ଗଲ। ତହିଁ ମଧ୍ୟରେ ଛୋଟ ବସ୍ତିଟିଏ। ବସ୍ତିଠୁ କିଛି ଦୂରରେ ବଳରାମ ଓ ରୁକ୍ମିଣୀଙ୍କ ଘର। ତାଙ୍କର ଦୁଇ ପୁଅ ଓ ଝିଅଙ୍କୁ ନେଇ ଛୋଟ ସଂସାର। ବଳରାମ ମୂଲ ଲାଗି ଯାହା ଆଣେ ଖାଇ ପିଇ ସେଥିରେ ସୁଖରେ ଚଳନ୍ତି। ବଳରାମଙ୍କ ଲାଗି ସୁଖର ଅର୍ଥ ଲୋଭ ନ କରିବା, ଅନ୍ୟାୟ ଅନୀତିଠାରୁ ଦୂରରେ ରହିବା, ଅସତ୍ ଉପାୟରେ ଧନ ଉପାର୍ଜନ କରି ବଡ଼ ଲୋକ ହେବାର ସ୍ୱପ୍ନ ନ ଦେଖିବା ଓ ସତ୍ୟନିଷ୍ଠ ହୋଇ ଚଳିବାରେ ହିଁ ତାଙ୍କର ଆନନ୍ଦ। କିନ୍ତୁ ଗତକାଲିର ଘଟଣା ବଳରାମଙ୍କର ଜୀବନରେ ଝଡ଼ ସୃଷ୍ଟି କରିଛି। ସତ୍ୟନିଷ୍ଠ ବଳରାମଙ୍କ ଛୋଟ ସଂସାରରେ ଅଶାନ୍ତିର ବାତାବରଣ ଖେଳାଇ ଦେଇଛି। ସକାଳର ସୁନେଲି କିରଣରେ ବାରଣ୍ଡାରେ ଚା କପ୍ଟିଏ ଧରି ବଳରାମ ଯେତେ ଭାବୁଛି ତାଙ୍କର ମନ ବୁଝୁନାହିଁ। ରୁକ୍ମିଣୀ ଏ କ'ଣ କଲା? ଜିଅନ୍ତା ମାଛଟିଏ ପାଇଁ ଏତେ ଦିନର ତପସ୍ୟା ନଷ୍ଟ କରିଦେଲା। ରୁକ୍ମିଣୀ ଭଳି ସ୍ତ୍ରୀ ଯିଏ ନ ପଚାରି କିଛି ବି କରେ ନାହିଁ, ସେ କିପରି ଏମିତି କଲା ମୁଁ ନଥିଲା ବେଳେ? ଘଟଣାଟିଏ ଆଖି ଆଗରେ ନାଚିଗଲା। ବଳରାମ ପ୍ରତିଦିନ ମୂଲ ଲାଗି ବାହାରିଯାଏ। ରୁକ୍ମିଣୀ ଦୁଇ ପୁଅ ଝିଅଙ୍କୁ ସ୍କୁଲକୁ ପଠାଇ ଦେଲା ପରେ ଘର ଦୁଆର ମୁହଁରେ ବସିଯାଏ। କୌଣସି ପଡ଼ିଶା ଯିବା ଆସିବାର ଦେଖାହେଲେ କିଛି କଥାବାର୍ତ୍ତା କରି କାଟିଦିଏ। ତା'ର ଜୀବନକାଳ ମଧ୍ୟରେ ଏହି ରାସ୍ତାରେ କେତେ ଅଣ୍ଡା, କୋବି, ପିଆଜ, ଆଳୁ ଟ୍ରକ୍ ଓଲଟି ଯାଇଥିବ ତା'ର ହିସାବ ନାହିଁ। ଲୋକମାନେ ସେସବୁ ଲୁଟି ନେଇଯିବାର ସେ ଦେଖିଛି। କିନ୍ତୁ ରୁକ୍ମିଣୀର ଏଥିରେ କିଛି ଯାଏ ଆସେ ନାହିଁ। ସେସବୁ ପାଇବାର କେବେ ଜିଜ୍ଞାସା ସେ କରିନାହିଁ। ସ୍ୱାମୀ ମୂଲରୁ ଯାହା ଆଣନ୍ତି ତହିଁରେ ସେ ଚଳିବାରେ ଅଭ୍ୟସ୍ତ ହୋଇସାରିଛି। ତାଙ୍କ ଚିନ୍ତାଧାରାକୁ ଆପଣେଇ ନେଇଛି। ସେଇଥିରେ ହିଁ ତା'ର ଆନନ୍ଦ। ରୁକ୍ମିଣୀ ସବୁଦିନ ପରି ବାରଣ୍ଡାରେ ବସି ରହିଛି। ଅଦିନିଆ ମେଘଟା ଘୋଟେଇ ଆସି ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ହଠାତ୍ ଏକ ପ୍ରଚଣ୍ଡ ଶବ୍ଦରେ ରୁକ୍ମିଣୀ ଚମକି ଉଠିଲା। କ'ଣ ବୋଲି ଜାଣିବାକୁ ଚାହିଁ ଦେଖିଲା କିଛି ଦୂରରେ ଏକ ବିରାଟ ଟ୍ରକ୍ଟିଏ ଓଲଟି ପଡ଼ିଛି। ରୁକ୍ମିଣୀ ଆଗ୍ରହର ସହ ଚାହିଁ ରହିଥାଏ। ଦେଖିଲା ଲୋକଙ୍କର ଗହଳି ସେଠାରେ ବଢ଼ିବାରେ ଲାଗିଛି। ତାପରେ ଦେଖୁ ଦେଖୁ କିଏ ବ୍ୟାଗ୍ରେ ତ କିଏ ଗାମୁଛାରେ, ପାଛିଆରେ ଟ୍ରକ୍ ନିକଟରୁ କ'ଣ ସବୁ ବୋହିବାରେ ଲାଗିଛନ୍ତି। କ୍ରମଶଃ ଦେଖୁ ଦେଖୁ ବସ୍ତିର ଲୋକ ମଧ୍ୟ ସେଥିରେ ସାମିଲ ହୋଇଗଲେ। ରୁକ୍ମିଣୀ ପଚାରି ବୁଝିଲା, ଜିଅନ୍ତା ମାଛ ଟ୍ରକ୍ଟି ଓଲଟି ପଡ଼ିଛି ଓ ଯିଏ ଯାହା ପାରିଲା ବୋହି ନେବାରେ ଲାଗିଛନ୍ତି। ଏହି ସମୟରେ ପଡ଼ୋଶୀ ଲୋକଟିର ଜିଅନ୍ତା ମାଛର ବୋଝଟିଏ ଧରି ରୁକ୍ମିଣୀ ପିଣ୍ଡାରେ ଟିକେ ବିଶ୍ରାମ ପାଇଁ ବସି ପଡ଼ିଲା। ବୋଝରେ ଜିଅନ୍ତା ମାଛଗୁଡ଼ିକ ଦେଖି ରୁକ୍ମିଣୀର ଲୋଭ ଟିକେ ଜାଗ୍ରତ ହେଲା। ଏହିଭଳି ଜିଅନ୍ତା ମାଛ ରୁକ୍ମିଣୀ କେଉଁଠୁ ବା ପାଇବ? ସତ୍ୟ ନ୍ୟାୟର ପ୍ରତୀକ ବଳରାମଙ୍କ ଘରେ ଏହିଭଳି ଜିଅନ୍ତା ମାଛ କ୍ରୟ କରିବା ଦିବା ସ୍ୱପ୍ନ। ତା ବୋଲି ଯେ ତାଙ୍କ ପରିବାରରେ ମାଛ ହୁଏ ନାହିଁ ତା ନୁହେଁ। ହଁ, କେତେବେଳେ କେମିତି ଚୁନା ମାଛ 250 ଆଣି ବାଣ୍ଟିକୁଣ୍ଟି ଖାଇଥାନ୍ତି। ତେଣୁ ସାମ୍ନାରେ ଜିଅନ୍ତା ମାଛଗୁଡ଼ିକ ଦେଖି ଲୋଭ ଆସିବା ସ୍ୱାଭାବିକ। ଭାବୁ ଭାବୁ ୟା ଭିତରେ ଲୋକଟି ସେଠାରୁ କିଛି ଦୂରକୁ ଯାଇସାରିଲାଣି। ଏହି ସମୟରେ ଘର ଭିତରକୁ ଯିବାକୁ ବାହାରନ୍ତେ ଡାକ ଶୁଭିଲା, ମାଉସୀ କୁଆଡ଼େ ଯାଉଛୁ? କିଛି ମିଳିଲାଣି ନା ନାହିଁ? ସେ ଅବାକ୍ ହୋଇ ଚାହିଁ ଦେଖିଲା ସେ ହେଉଛି ପଡ଼ୋଶୀ ପୁଅ ଚକରା। ଚକରା କହିଲା, ମାଉସୀ ବୁଝିପାରୁନୁ କି? ମୁଁ ଏଇ ଜିଅନ୍ତା ମାଛ କଥା କହୁଥିଲି ମ। ତତେ କିଏ ଜିଅନ୍ତା ମାଛ ଦେଲେଣି କି ନାହିଁ? ଯଦିଓ ଚକରା ଜାଣିଛି ବଳରାମ ପରିବାର ଏଭଳି ଦେବା ନେବାର ଘୋର ବିରୋଧୀ। ରୁକ୍ମିଣୀ କହିଲା, ନାଇଁ ରେ ଚକରା, ଜିଅନ୍ତା ମାଛ ଆମ ଭାଗ୍ୟରେ ନାହିଁ। ଚକରା ଭାବିଲା, ମାଉସୀର ବୋଧେ ମାଛ ନେବାକୁ ଲୋଭ ଅଛି, କିନ୍ତୁ କିଛି କହିପାରୁନାହିଁ। ତେଣୁ ସେ କହିଲା, ମୁଁ ବହୁତ ମାଛ ଆଣିଛି, ତୁ ଗୋଟେ ରଖ। ମାଉସୀର ଲୋଭ ଆସିଥିଲେ ମଧ୍ୟ ଏଭଳି ଭାବେ ଜିଅନ୍ତା ମାଛ ଗ୍ରହଣ କରିବା ସମ୍ଭବ ନୁହେଁ ବୋଲି କହି ମାଉସୀ ସିଧାସଳଖ ନାଁ କରିଦେଲା। ଚକରା କହିଲା, ମାଉସୀ ମୁଁ ଜାଣିଛି ତୁ କାହିଁକି ରଖୁନାହୁଁ। ଶୁଣୁ, ଏଇ ମାଛ ଚକରାର ଏବଂ ଚକରା ଦେଇଛି, ତୁ ଖାଇଛୁ। ଯାହା ପାପ ସବୁ ଚକରା ମୁଣ୍ଡରେ ଯିବ, ତୋର ସେଥିରେ କ'ଣ ଅଛି? ବଳରାମକୁ ସେ କଥା କହି ବୁଝାଇ ଦେବୁ। ଆଜି ଦିନକ ମୋ କଥା ରଖି ଜିଅନ୍ତା ମାଛ ରଖିନେ। ଖାଇବାର ଲୋଭ ମଣିଷକୁ ଦୁର୍ବଳ କରିଦିଏ। ଅତିଥି ଚର୍ଚ୍ଚାରେ ଚା କପ୍ଟିଏ ମଧ୍ୟ ଆତ୍ମୀୟତା ସୃଷ୍ଟି କରିଥାଏ। ଜିଅନ୍ତା ମାଛ ଆଗରେ କର୍ତ୍ତବ୍ୟନିଷ୍ଠ ଅଫିସରମାନେ ଦୁର୍ବଳ ହୋଇଯାଇଥିବାର ଶୁଣାଯାଏ। ରୁକ୍ମିଣୀ ତ ସହଜେ ସିଧାସାଧା ମଣିଷଟିଏ, ଅଭାବୀ ମଣିଷଟିଏ। ଭାବିଲା, ସତ କଥା ତ, ମୁଁ କେଉଁ ପାପ କରୁଛି ଯେ? ଚକରା ଦେଉଛି, ଚକରା ଦେବ, ମୁଁ ଖାଇବି, ଆଉ ଅସୁବିଧା କ'ଣ ଏଥିରେ?
କହିଲା ଆଉ ମାଛଟା ଚକରାକୁ ରଖିଦେଇ ଯା ବୋଲି କହିଲା। ଚକରା ଆଜି ବହୁତ ଖୁସି, ତାର ଜିଅନ୍ତା ମାଛ ଆଣିବା ସାକାର ହୋଇଛି। ବଳରାମଙ୍କ ପରିବାର ଆଜି ଏଭଳି ଉପହାର ସ୍ୱୀକାର କରିଛନ୍ତି ଭାବି ସେ ଖୁସି ହେଇଛି। ଚକରା ଘରେ ପହଞ୍ଚି ନିଜ ପରିବାର ଆଗରେ ଏ ବିଷୟ ବଖାଣି ମୁରୁକି ମୁରୁକି ହସୁଛି। ଏହି ଜିଅନ୍ତା ମାଛ ସେ ବନ୍ଧୁବାନ୍ଧବଙ୍କୁ ଦେବ, ବନ୍ଧୁବାନ୍ଧବ ମଧ୍ୟ ଖୁସି ହେବେ, କେତେ ପ୍ରଶଂସା ନ କରିବେ। ସତକୁ ସତ ସେଇଆ ହେଲା। ବନ୍ଧୁବାନ୍ଧବମାନେ ଚକରାକୁ ଆତ୍ମପ୍ରଶଂସାରେ ପୋତି ପକାଇଲେ। କହିଲେ, ଆରେ ଆଉ କିଛି ଆଣିଥିଲେ ହେଇନଥାନ୍ତା? ଏତେ ପ୍ରଶଂସା ଭିତରେ ଚକରାର ମାଉସୀ କଥା ମନେ ପଡ଼ିଗଲା। ମନେ ମନେ ଭାବିଲା, ମାଉସୀ ତ କାହିଁ ଏତେ ପ୍ରଶଂସା କରିନାହାନ୍ତି, କାହିଁକି ତାଙ୍କୁ ମାଛଟା ଦେଲି। ହଉ, ଖାଇସାରିଲା ପରେ କାଲି ସେଇ ବାଟରେ ଗଲାବେଳେ ମଉସା ମାଉସୀ ନିଶ୍ଚୟ ପ୍ରଶଂସା କରିବେ। ଏଣେ ରୁକ୍ମିଣୀ ଆନନ୍ଦ ମନରେ ଯତ୍ନ ସହକାରେ ମାଛ ଭାଜି ସ୍କୁଲରୁ ପିଲାମାନଙ୍କ ଫେରିବା ବାଟକୁ ଚାହିଁ ରହିଛି। ଆଜି ପ୍ରଥମ କରି ପିଲାମାନେ ପଖାଳ ସାଙ୍ଗରେ ଜିଅନ୍ତା ମାଛ ଭଜାର ଆନନ୍ଦ ନେବେ। ସ୍ୱାମୀ ମଧ୍ୟ କାମରୁ ଫେରି ଏହି ଆନନ୍ଦରେ ସାମିଲ ହେବେ। ପିଲାମାନେ ସ୍କୁଲରୁ ଆସି ମା' ଠାରୁ ମାଛ ଭଜା ପଖାଳ ଖାଇବା କଥା ଶୁଣି ଭାରି ଖୁସି। ରୁକ୍ମିଣୀ ମଧ୍ୟ ଆନନ୍ଦ ମନରେ ପିଲାଛୁଆଙ୍କୁ ମାଛ ଭଜା ପଖାଳ ପରସି ଦେଇ ଖିଆପିଆ ସରିଲା ପରେ ସେମାନଙ୍କୁ ଖେଳିବାକୁ ପଠାଇଦେଲା। ବାରଣ୍ଡାରେ ଆସି ବସି ସ୍ୱାମୀର ଫେରିବା ପଥକୁ ଚାହିଁ ରହିଲା। ବହୁତ ସମୟ ପର୍ଯ୍ୟନ୍ତ ସ୍ୱାମୀ ନ ଆସିବାର ଦେଖି ଅଜଣା ଆଶଙ୍କାରେ ତାର ମନ ଛଟପଟ ହେଲା। ଦୂରରୁ ଦେଖିଲେ କିନ୍ତୁ କିଛି ସମୟ ପରେ ସ୍ୱାମୀ ଆସୁଛନ୍ତି। ଦୀର୍ଘଶ୍ୱାସଟିଏ ପକାଇ ମନେ ମନେ ଠାକୁରଙ୍କୁ ପ୍ରାର୍ଥନା କଲା। ବଳରାମ ଆସି ଥକା ମାରିଲା ଭଳି ବାରଣ୍ଡାରେ ବସି ପଡ଼ିଲା। ରୁକ୍ମିଣୀ କହିଲା, କ'ଣ ହୋଇଛି? ଆଜି କ'ଣ ଅଧିକା କାମ ପଡ଼ିଗଲା କି? ଉତ୍କଣ୍ଠାର ସହ ସେ ଚାହିଁ ରହିଲା ସ୍ୱାମୀର ମୁହଁକୁ। ହଁ ରେ ରିକି, ଏ ଦୁନିଆରେ ଦୟା ମାୟା ମାନବିକତା ବୋଲି କିଛି ନାହିଁ। ମିଛ ମାୟା ଭରା ଏ ସଂସାରରେ ଲୋକମାନେ ଏଭଳି ଅବସ୍ଥାକୁ ଗଲେଣି ଭାବିଲେ ଦୁଃଖ ଲାଗୁଛି। ଏଠି ଶିକ୍ଷିତ ଅଶିକ୍ଷିତ, ଗରିବ ଧନୀ ସମସ୍ତେ ସମାନ। ମାଗଣାରେ ପାଇଲେ କିଛି ବାଛ ବିଚାର ନାହିଁ। କ'ଣ କହିବି? ଆଜି ଫେରିଲା ବେଳକୁ ସେ ଯେଉଁ ଟ୍ରକ୍ଟି ଓଲଟି ପଡ଼ିଛି ସେଇଠାରେ ରହିଯାଇଥିଲି। ଟ୍ରକ୍ ତଳେ ଚାପି ହୋଇ ଲୋଟି ପଡ଼ିଥିବା ଡ୍ରାଇଭର ହେଲ୍ପରଙ୍କ ଆଡ଼େ କାହାର ବି ନଜର ନାହିଁ। ଦେଖୁଥିଲେ ମଧ୍ୟ ନ ଦେଖିଲା ପରି ଲୋକମାନେ ଯିବା ଆସିବା କରୁଛନ୍ତି। ପୁଣି କିଛି ଲୋକ ସେ ଟ୍ରକ୍ରୁ ପଡ଼ିଯାଇଥିବା ଜିଅନ୍ତା ମାଛଗୁଡ଼ିକୁ ଯିଏ ଯାହା ପାରିଲା ବୋହିବାରେ ଲାଗିଛନ୍ତି। ଦୁଇଟି ପ୍ରାଣୀଙ୍କର ମୁଣ୍ଡ ଫଟା ରକ୍ତ ସେଇ ଝିପିଝିପି ବର୍ଷାରେ ରକ୍ତ ରଞ୍ଜିତ ହୋଇ ଜିଅନ୍ତା ମାଛ ଆଡ଼କୁ ବୋହି ଯାଉଥିଲେ ମଧ୍ୟ କାହାରି ଦୃଷ୍ଟି ସେଇପଟେ ନାହିଁ। ହଁ ରିକି, ମୁଁ ଆଉ କ'ଣ କରିବି ଭାବି ଭାବି ସେଇଠି ରହିଗଲି। ବହୁତ କଷ୍ଟରେ ଦୁଇ ପ୍ରାଣୀଙ୍କୁ ଜଣେ ଗାଡ଼ିବାଲା ହାତରେ ଡାକ୍ତରଖାନାକୁ ପଠାଇ ଫେରୁଛି। ସେମାନଙ୍କର ବଞ୍ଚିବା ମରିବା ଏବେ ଭଗବାନଙ୍କ ହାତରେ। ରୁକ୍ମିଣୀର ସ୍ପନ୍ଦନ ବଢ଼ିବାକୁ ଲାଗିଲା। ମାଛ ଭଜା ପଖାଳ ଖାଇବାର ମଜା କମିବାକୁ ଲାଗିଲା। ସ୍ୱାମୀଙ୍କୁ କିଭଳି ସେ କହିବ ଯେ ସେଇ ରକ୍ତଭିଜା ପାଣିରୁ ଅଣା ହୋଇଥିବା ଜିଅନ୍ତା ମାଛ ଆଜି ଭଜା ହୋଇ ପିଲାମାନଙ୍କୁ ଦିଆହୋଇଛି ଓ ସେମାନେ ମଧ୍ୟ ଖାଇବେ ବୋଲି ସେ ଅନାଇ ରହିଛି। ଭାବିଲା ବେଳକୁ ରୁକ୍ମିଣୀର ମୁଣ୍ଡ ଝିମଝିମ ହୋଇ ଉଠୁଛି। କ'ଣ କରିବ ତଥାପି ସାହସ ସଞ୍ଚୟ କରି ସବୁ କଥା ବଳରାମକୁ କହିବାକୁ ଲାଗିଲା। ବଳରାମଙ୍କ ମୁଣ୍ଡରେ ସତରେ ଯେମିତି ଚଡ଼କ ପଡ଼ିଲା। ହୃଦୟରେ ଛୁରିକାଘାତ ହେଲା ଭଳି ଲାଗିଲା। କହିଲା, ଏ କ'ଣ କଲୁ ରିକି? ଜିଅନ୍ତା ମାଛ ଆଗରେ ଆମ ଜୀବନର ସବୁ ତପସ୍ୟା ଚକରା ପାଖରେ ବଳି ପକାଇଦେଲୁ। ଆଉ କିଛି ଭାବିପାରିଲା ନାହିଁ ବଳରାମ। ଯେତେ ଭାବୁଛି ତାର ଆତ୍ମା ଶାନ୍ତ ହେବା ପରିବର୍ତ୍ତେ ରାଗ ବଢ଼ିବାରେ ଲାଗିଛି। ରୁକ୍ମିଣୀ ବି କ'ଣ କରିବ? ସିଧା ସାଧା ମଣିଷଟିଏ। ପାପ ତ ଚକରାର ହେବ ବୋଲି ସେ ଜାଣିଛି। ଯାହା ତ ହେବାର ହେଲାଣି। ଲାଗିଥିବା କଳଙ୍କକୁ ଆଉ କ'ଣ ଧୋଇ ହେବ? କହିଲା, ରିକି, ମୋତେ ଚା କପେ ଆଉ ମୁଢ଼ି ଦିଟା ଆଣିଦେ। ବର୍ଷାରେ ଭିଜି ମୋର ଦେହ କାଲୁଆ ଲାଗିଗଲାଣି। ତୁ ଯା, ଖାଇବୁ ଯା। ରୁକ୍ମିଣୀ ତା କପ୍ଟି ଆଣି କହିଲା, ମୋତେ କ୍ଷମା କରିଦିଅ। ଜୀବନରେ ଆଉ ଏ ଭୁଲ କେବେ ହେବ ନାହିଁ। ଜିଅନ୍ତା ମାଛ ଭଜା ଖାଇବା ସ୍ୱପ୍ନରେ ରହିଗଲା। ପରଦିନ ସକାଳୁ ପୂର୍ବ ଦିନର କଥା ମନରୁ ପାସୋରି ହେଉନାହିଁ। ସକାଳୁ ଉଠି ବଳରାମ ଓ ରୁକ୍ମିଣୀ ପିଣ୍ଡାରେ ବସି କେହି କାହାକୁ କିଛି ନ କହି ଚା ପିଇବାରେ ଲାଗିଛନ୍ତି। ମନରେ କୌଣସି ସରାଗ ନାହିଁ। ହଠାତ୍ ମଉସା ଡାକରେ ବଳରାମ ଚାହିଁ ଦେଖିଲା ଚକରା। ଚକରା କହିଲା, ମଉସା, କାଲି ଜିଅନ୍ତା ମାଛ ଭଲ ଲାଗିଲା? ବଳରାମକୁ ଲାଗିଲା ଯେଭଳି ତା ହୃଦୟ ତନ୍ତ୍ରକୁ କିଏ ଛିନ୍ଭିନ୍ କରିଦେଲା। ଅବ୍ୟକ୍ତ ଯନ୍ତ୍ରଣାରେ ତାର ଦେହ ଶିହରି ଉଠିଲା। ମୁଣ୍ଡ ତଳକୁ ହୋଇଗଲା। ଚକରା ଭାବିଲା, ମଉସାକୁ ବୋଧେ ମାଛ ଖୁବ୍ ଭଲ ଲାଗିଛି। ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଉଛି। ମନେ ମନେ ଉତ୍ଫୁଲ୍ଲିତ ହୋଇ ସେ ତାର ବାଟରେ ଚାଲିଗଲା। କିନ୍ତୁ ଛାଡ଼ି ଦେଇଗଲା ବଳରାମଙ୍କ ଜୀବନରେ ଅଶାନ୍ତିର ଝଡ଼। ସେହି ଦିନଠାରୁ ବୁଢ଼ାବୁଢ଼ୀଙ୍କୁ ପ୍ରାୟ କେହି ପିଣ୍ଡାରେ ବସିବାର ଦେଖିନାହାନ୍ତି। ସମାପ୍ତ।